ଆପଣମାନେ ଜାଣିଛନ୍ତି ଯେ ଆମର ଓଡ଼ିଶାର ଦକ୍ଷିଣବର୍ତ୍ତୀ ଯେଉଁ ଜିଲ୍ଲା ଅଛି ସେ ଟିକେ ମ୍ୟାଲେରିଆ ପ୍ରାଦୁର୍ଭାବ ଗତ ବର୍ଷ ଟିକେ ଅଧିକା ଦେଖାହେଇଥିଲା। ଆମେ ଯେଉଁ 2021 ମସିହାରେ ଯେଉଁ LLIN ବାଣ୍ଟିଥିଲୁ ତାର ପାୱାର ଧୀରେ ଧୀରେ କମି ଆସିଥିଲା, ତେଣୁ କିଛି ମ୍ୟାଲେରିଆ କେସ୍ ବଢ଼ିଥିଲା ଏବଂ ଆମେ ଗତ ବର୍ଷ ସେଇ 7ଟି ଜିଲ୍ଲାରେ ନୂଆ LLIN ବାଣ୍ଟିଛୁ ଏବଂ ଦମନ କାର୍ଯ୍ୟକ୍ରମ ଆମର ବି ଚାଲୁ ହୋଇଛି। ବଟ୍ ଧୀରେ ଧୀରେ ସେ କମୁଛି ମ୍ୟାଲେରିଆର ଅବସ୍ଥା। ସବୁଠି ମ୍ୟାଲେରିଆ ଅଛି, ଆମେ କହୁନୁ ଯେ ମ୍ୟାଲେରିଆ ନିର୍ମୂଳ ହୋଇଯାଇଛି ବୋଲି, ମ୍ୟାଲେରିଆ ଅଛି ଏବଂ ଆମର କାର୍ଯ୍ୟକ୍ରମ ଚାଲୁ ରହିଛି। ଯେଉଁଠି ଟେଷ୍ଟ କରାହେଉଛି କିଛି ବାହାରୁଛି, କିଛି ସିମ୍ପଟୋମାଟିକ୍ ବାହାରୁଛି, କିଛି ଦମନ କେସ୍ ଯେମିତି ସବୁଗୁଡ଼ାରେ ଟେଷ୍ଟ କରାହେଉଛି। ତେଣୁ କିଛି ଲୋକ ଲକ୍ଷଣ ନଥିଲେ ବି ପଜିଟିଭ୍ ବାହାରୁଛନ୍ତି, କ୍ୟାରିୟର ହିସାବରେ ବାହାରୁଛନ୍ତି। ତେଣୁ ଆମେ ତା ପାଇଁ ସବୁ ଚିକିତ୍ସା ବ୍ୟବସ୍ଥା ବି କରିଛୁ, ସଫିସିଏଣ୍ଟ ଔଷଧ ବି ଯୋଗାଇ ଦିଆଯାଇଛି। ଆଉ ଗାଁରେ ଆମେ ସ୍ୱାସ୍ଥ୍ୟକର୍ମୀମାନେ ବୁଲିକି ଦେଖୁଛନ୍ତି ଯେ ଲୋକମାନେ ମଶାରୀର ବ୍ୟବହାର ଠିକ୍ରେ କରୁଛନ୍ତି କି ନାହିଁ। ଦ୍ୱିତୀୟ କଥା, ଆମର ଇନସେକ୍ଟିସାଇଡ୍ ରେସିଡୁଆଲ ସ୍ପ୍ରେ IRS ଯେଉଁ ଅଛି ସେଇଟା ବି କରାଯାଉଛି। ତେଣୁ ଆମେ ଭାବୁଛୁ ଆମେ ତାକୁ ନିଶ୍ଚିତ ଭାବରେ ସଂଖ୍ୟା କମେଇ ପାରିବୁ। ଆମେ ଜାଣୁଛୁ ଟିକେ ଅଧିକା ଥିଲା କିନ୍ତୁ କମି ଆସିଲାଣି ଧୀରେ ଧୀରେ। ଆମେ ଶୁଣନ୍ତୁ, ଆମେ ପ୍ରତିବେଳେ ରିପୋର୍ଟ ପାଉଛୁ, ଆମେ ସବୁବେଳେ ଦେଖୁଛୁ। କିନ୍ତୁ କାଲି ଯେଉଁ ଘଟଣାଟା ଆପଣ କହୁଛନ୍ତି, ଆପଣ ସେ ଗାଁରେ ଯେଉଁ ଟେଷ୍ଟ କରାହେଉଥିଲା ଦମନ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ବର୍ତ୍ତମାନ ଟେଷ୍ଟ କରାଯାଏ ଯେ ମ୍ୟାଲେରିଆର ଇନ୍ସିଡେନ୍ସ ଜାଣିବା ପାଇଁ ଏବଂ ସେ ଅନୁସାରେ ସମସ୍ତଙ୍କୁ ଚିକିତ୍ସା କରାଯାଏ ଯାହାର ପଜିଟିଭ୍ କରିବା ପାଇଁ। ତେଣୁ ଯେଉଁମାନେ ସେ ଏରିଆରେ ରହୁଛନ୍ତି ସମସ୍ତେ ଏକ୍ସପୋଜ ରହୁଛନ୍ତି। ତେଣୁ ମୁଁ ତାଙ୍କୁ ବି ଅନୁରୋଧ କରିବି, ତାଙ୍କୁ ବି ମଶାରୀ ବ୍ୟବହାର କରିବା ପାଇଁ ଅନୁରୋଧ କରାଯିବ। ତାଙ୍କୁ ବି ଔଷଧ ଯେମିତି ଟାଇମ୍ରେ ପାଇବେ ତା ବ୍ୟବସ୍ଥା ଆମେ କରିଛୁ। ଔଷଧ ସଫିସିଏଣ୍ଟ ଆମାଉଣ୍ଟର ଔଷଧ ଯୋଗାଇ ଦିଆଯାଇଛି। ତେଣୁ ବ୍ୟସ୍ତ ହେବାର କିଛି କାରଣ ନାହିଁ। ଧୀରେ ଧୀରେ ସେ ସ୍ଥିତି ନିୟନ୍ତ୍ରଣକୁ ଆସିଯିବ ନିଶ୍ଚିତ। ସେମିତି ସିଗ୍ନିଫିକାଣ୍ଟ ଇନକ୍ରିଜ୍ ହେଇନି, ସାମାନ୍ୟ ପରିବର୍ତ୍ତନ ହେଇଛି। ପୁରା ଡିଟେଲ ଡାଟା ନ ପାଇଯାଏ ମୁଁ ଆପଣଙ୍କୁ କହିପାରିବିନି। ଆମେ ମଗେଇଛୁ ଡାଟା ଏବଂ ଆମେ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛୁ। ଆମର ଷ୍ଟାଫ୍ ଆଜି ବର୍ତ୍ତମାନ ହିଁ ଆମର 2 ଜଣ ଆଡିସନାଲ ଡାଇରେକ୍ଟର ଏବଂ କନସଲଟାଣ୍ଟ କଳାହାଣ୍ଡିରେ ଅଛନ୍ତି। ଆମେ ସେ 7ଟି ଜିଲ୍ଲା ଉପରେ ତୀକ୍ଷ୍ଣ ନଜର ରଖିଛୁ। ଡାଟା ଆନାଲିସିସ୍ ହେଇଥିଲା, କାଲି ଆମେ ବସିଥିଲୁ, ମିଟିଂ କରିଥିଲୁ। ଆମେ ସବୁବେଳେ ଲକ୍ଷ୍ୟ ରଖିଛୁ ଏବଂ ଫିଲ୍ଡରେ ଆମର ଲୋକ କାମ କରୁଛନ୍ତି। ନିଶ୍ଚିତ ଭାବରେ ଫିଲ୍ଡରେ ଲୋକ ଯେତେବେଳେ କାମ କରୁଛନ୍ତି ଆମର ଫଳ ନିଶ୍ଚୟ ଲାଭ କରିବା।